पर्यंत ମଧ୍ୟରେ ସେ ସୂର୍ଯ୍ୟ ନିମନ୍ତେ ଏକ ଆବାସ ସ୍ଥାପନ କରିଅଛନ୍ତି। ପ୍ରଭୁ ଏହି ପଠିତ ବାକ୍ୟ ବୁଝିବା ନିମନ୍ତେ ପ୍ରତ୍ୟେକଙ୍କୁ ସାହାଯ୍ୟ କରନ୍ତୁ। ଆମେନ୍। ସମସ୍ତଙ୍କୁ ପୁନର୍ବାର ପ୍ରେଜ୍ ଦ ଲର୍ଡ ଏବଂ ନମସ୍କାର। ଆସନ୍ତୁ ଆମମାନେ ଆଜିର ଉପାସନା ଆରମ୍ଭ କରିବାକୁ ଯାଉଥିବା। ଆଉ ମୁଁ ଅନୁରୋଧ କରୁଛି ଆମମାନଙ୍କ ଗହଣରେ ଆଉ ଭଉଣୀ ହେମାଙ୍ଗିନୀ କୁମାର ଅଛନ୍ତି, ଆଉ ସେ ଆମମାନଙ୍କୁ ଆରାଧନାରେ ଆଗକୁ ନଉଥିବେ। ଭଉଣୀ ପ୍ରେଜ୍ ଦ ଲର୍ଡ, ନମସ୍କାର। ନମସ୍କାର। ଶୁଭୁଛି? ହଁ ଶୁଭୁଛି। ଶୁଭୁଛି କି ନାଇଁ? ଶୁଭୁଛି ଶୁଭୁଛି। ଦେଇଥିବା ପ୍ରଭୁଙ୍କୁ ଧନ୍ୟବାଦ। ଭିडिଓ ଅଫ୍ କରିଦିଅ। ଭିडिଓ ଅଫ୍ କରିଦିଅ। ଭଲରେ ଶୁଭୁନି, ଭିडिଓ ଅଫ୍ କରିଦିଅ। ପ୍ରଭୁଙ୍କର ଅନୁଗ୍ରହ ଆଶୀର୍ବାଦ ଦ୍ଵାରା ଆଜି ଆମେ ଜୀବିତ ମାନଙ୍କର ମଧ୍ୟରେ ସ୍ଥାନ ପାଇଅଛୁ, ଆଉ ତାଙ୍କର ଚରଣ ବସିବା ନିମନ୍ତେ ଆମେ ସୁଯୋଗ ପାଇଅଛୁ। ନୂତନ ଜୀବନ ଆଗେଇବା ଦ୍ଵାରା ତାଙ୍କର ପ୍ରଶଂସାରେ ଆମେ ଆଗେଇ ଯାଉଥିବା, ଯେହେତୁ ତାଙ୍କର ପ୍ରେମ, ତାଙ୍କର ଅନୁଗ୍ରହ ଦ୍ଵାରା ଆଜି ତାଙ୍କର ଚରଣବର୍ତ୍ତୀ ହେଇଛୁ, ଆଉ ସୁନ୍ଦର ସହଭାଗିତା ପାଇଅଛୁ। ତାଙ୍କର ପ୍ରଶଂସା ନିମନ୍ତେ ଆମେ ପ୍ରସ୍ତୁତ ହେଉଥିବା, ନିଜ ନିଜକୁ ଆମେ ପ୍ରସ୍ତୁତ କରୁଥିବା, ଆମେ ତାଙ୍କର ପ୍ରଶଂସା କରିବା। ଆମେ ସମସ୍ତେ ହୃଦୟ ସହିତ, ମନ ଆତ୍ମାର ସହିତ ପ୍ରଭୁଙ୍କ ପ୍ରଶଂସା ଦ୍ଵାରା ଦେବା। ଆମେ ଜାଣିଥିବା ଗୀତ ସମସ୍ତେ ଗାଉଥିବା, ଯୀଶୁ ତୁମ ପ୍ରେମ କେଡ଼େ ମହାନ ହେ। ଏହି ଗୀତ ଦ୍ଵାରା ଆମେ ତାଙ୍କର ପ୍ରଶଂସା କରୁଥିବା। ଯୀଶୁ ତୁମ ପ୍ରେମ କେଡ଼େ ମହାନ ହେ। ଆକାଶ ତାରା ପର୍ବତ ସମୁଦ୍ର ସବୁଠୁ ମହାନ ହେ। ଯୀଶୁ ତୁମ ପ୍ରେମ ଅପାର ଆନନ୍ଦରେ ହୃଦୟ ଭରି ଯାଏ। ପ୍ରଭୁଙ୍କର କାର୍ଯ୍ୟ କେଡ଼େ ମହାନ ହେ। ସଞ୍ଜ ସକାଳେ ପ୍ରତି ନିମିଷେ ପ୍ରଶଂସନୀୟ ହେ। ସଞ୍ଜ ସକାଳେ ପ୍ରତି ନିମିଷେ ପ୍ରଶଂସନୀୟ ହେ। ଯୀଶୁ ତୁମ ପ୍ରେମ କେଡ଼େ ମହାନ ହେ। ଆକାଶ ତାରା ପର୍ବତ ସମୁଦ୍ର ସବୁଠୁ ମହାନ ହେ। ପ୍ରେଜ୍ ଦ ଲର୍ଡ। ଯୀଶୁ ତୁମ ପ୍ରେମ ଅଭାବକୁ ମୋହର ନ ହେବ ଆଉଡ଼ରେ
তৃণময় স্থানরে হইব বিশ্রাম মোর সুস্বাদু খাদ্যরে করিবে তৃপ্ত সে সতত থাই সঙ্গর। Praise the Lord. সুস্বাদু খাদ্যরে করিবে তৃপ্ত সে সতত থাই সঙ্গর। যিশু তুম প্রেম কেড়ে মহান হে আকাশ তারা পর্বত সমুদ্র ସବୁଠୁ মহান হে। Praise the Lord. যিশু তুম প্রেম স্বর্গীয় ভুবନରେ স্তুতি করিবি মুঝে সেবিবি যিশুଙ୍କୁ ভক্তিপূর্ণ রে যোগ্য ସେ ଈଶ୍ୱର ମୋର ପ୍ରଶଂସାର ହାଲେଲୁୟା ଆମେନ୍। Praise the Lord. ଯୋଗ୍ୟ ସେ ଈଶ୍ୱର ମୋର ପ୍ରଶଂସାର ହାଲେଲୁୟା ଆମେନ୍। যিশু তুম প্রেম কেড়ে মহান হে আকাশ তারা পর্বত সমুদ্র ସବୁଠୁ মহান হে। Praise the Lord. যিশু তুম ପ୍ରେମ। Praise the Lord. ଆମେ ପ୍ରଭୁଙ୍କର ପ୍ରେମ ପାଇଅଛୁ, ଆମେ ପ୍ରଭୁଙ୍କର ଆଶୀର୍ବାଦ ପାଇଅଛୁ, ଆମେ ପ୍ରଭୁଙ୍କ ଠାରୁ ସମସ୍ତ ବିଷୟ ପାଇଅଛୁ। ଆମର ଅଭାବ ନାହିଁ, ଆମର ଅଭାବକୁ ସେ ପୂର୍ଣ୍ଣ କରିଅଛନ୍ତି। ସେ ତୃଣମୂଳ ସ୍ଥାନରେ ଆମକୁ ଶୟନ କରିବା ପାଇଁ ବିଶ୍ରାମ, ଉତ୍ତମ ବିଶ୍ରାମ ଦେଇଅଛନ୍ତି। ସୁସ୍ୱାଦୁ ଖାଦ୍ୟ ଦ୍ୱାରା ଆମକେ ତୃପ୍ତ କରିଅଛନ୍ତି। ଉତ୍ତମ ବସ୍ତ୍ର ଦ୍ୱାରା ଆମର ଉଲଙ୍ଗତାକେ ଢାଙ୍କି ଅଛନ୍ତି। ସେଥିପାଇଁ ଆମେ ତାଙ୍କୁ ସ୍ତୁତି କରିବା, ତାଙ୍କର ବନ୍ଦନା କରିବା, ତାଙ୍କର ପୂଜା କରିବା, ଯେହେତୁ ଆମେ ଆଶୀର୍ବାଦ ପାଇଅଛୁ ପ୍ରଭୁଙ୍କ ଠାରୁ, ଯେହେତୁ ଆମେ ଅନୁଗ୍ରହ ପାଇଅଛୁ, ଅନୁଗ୍ରହ ପାଇଁ ବଞ୍ଚିବାର ସୁଯୋଗ ପାଇଅଛୁ, ତାଙ୍କର ଆରାଧନା, ତାଙ୍କ ସ୍ତୁତି କରିବା ନିମନ୍ତେ ସୁଯୋଗ ପାଇଅଛୁ। ଆମେ ତାଙ୍କର ଗୌରବ କରିବା, ତାଙ୍କର ପ୍ରଶଂସା କରିବା, ତାଙ୍କ ସ୍ତୁତି କରିବା। ସ୍ତୁତିର ଯୋଗ୍ୟ ପରମେଶ୍ୱର। Praise the Lord. Lord, glory Father, Master in the name of Jesus. Hallelujah. ମଙ୍ଗଳମୟ ରାଜା ଧନ୍ୟବାଦ, ମଙ୍ଗଳମୟ ପ୍ରଭୁ ଧନ୍ୟବାଦ। ହାଲେଲୁୟା ରାଜା, ହାଲେଲୁୟା ହାଲେଲୁୟା। ସୁନ୍ଦର ସମୟ ପାଇଥିବା ଯୋଗୁଁ ଜୟ ସ୍ପନ୍ଦ କରୁଅଛ ରାଜା। ଆଜି ପ୍ରତ୍ୟେକଙ୍କୁ ଜୟ ଜୀବନ ଦେଇଅଛ, ନୂତନ ମନ, ନୂତନ ପ୍ରାଣ ଦ୍ୱାରା ତୁମେ ଆଗେଇ ନେଇଅଛ। ନୂତନ ଜୀବନ ଦ୍ୱାରା ଆମର ଜୀବନକୁ ସଭାଇଟେଡ କରିଅଛ। ପବିତ୍ର ଯୀଶୁ ଧନ୍ୟବାଦ। ହାଲେଲୁୟା ରାଜା। ପ୍ରେଜ୍ ଦ ଲର୍ଡ। ଯେହେତୁ ତୁମେ ମଙ୍ଗଳମୟ ଈଶ୍ୱର, ଯେହେତୁ ତୁମେ କରୁଣାମୟ ଈଶ୍ୱର, ଯେହେତୁ ତୁମେ କ୍ରୋଧରେ ଧୀର ପରମେଶ୍ୱର ରାଜା, ଧନ୍ୟବାଦ କରି ଆଉ ଏକ ଗୀତ ଦ୍ୱାରା ଆମେ ପ୍ରଶଂସାରେ ଆଗେଇ ଯାଉଥିବା। ସଦା ପ୍ରଭୁ ମଙ୍ଗଳମୟ, ଆଶା କରି ଦେଖ ଆସ୍ୱାଦନ, ক্রোধে ধীর কৃপাময়, ক্রোধে ধীর কৃপাময়,
ଅଟନ୍ତି ପ୍ରେମରେ ମହାନ ସଦା ପ୍ରଭୁ ମଙ୍ଗଳମୟ। Praise the Lord. অধর্ম সকল সে যে ক্ষমাকারী আবার সমস্ত রোগ সুস্থকারী অধর্ম সকল সে যে ক্ষমাকারী আবার সমস্ত রোগ সুস্থকারী বিনাশরো মুক্তকারী বিনাশরো মুক্তকারী নিয়তাঙ্ক শরণ নিয়তাঙ্ক শরণ নিয়তাঙ্ক শরণ সদা প্রভু মঙ্গলময় আশা করি দেখ আস্বাদন ক্রোধে ধীর কৃপাময় অটন্তি প্রেমরে মহান করুণ দয়ারে করন্তি সে ভূষিত উত্তম দ্রব্যরে করন্তি মুখ তৃপ্ত করুণ দয়ারে করন্তি সে ভূষিত উত্তম দ্রব্যরে করন্তি মুখ তৃপ্ত উৎকৃষ্টর সম হুয়ে উৎকৃষ্টর সম হুয়ে নূতন যৌবন নূতন যৌবন নূতন যৌবন সদা প্রভু মঙ্গলময় আশা করি দেখ আস্বাদন ক্রোধে ধীর কৃপাময় অটন্তি প্রেমরে মহান। Praise the Lord. ভগ্ন মনোরজে অতি নিকটবর্তী Praise the Lord. চূর্ণ মনকু সে প্রেমরে উদ্ধারন্তি আত্মা ভগ্ন মনোরজে অতি নিকটবর্তী চূর্ণ মনকু সে প্রেমরে উদ্ধারন্তি ତାଙ୍କ ପ୍ରତି କେହି ଚାହିଁ ତାଙ୍କ ପ୍ରତି କେହି ଚାହିଁ ନୋହି ଯୋ ପିବନ ନୋହି ଯୋ ବିବନ ନୋହି ଯୋ ବିବନ সদা প্রভু মঙ্গলময় আশা করি দেখ আস্বাদন ক্রোধে ধীর কৃপাময় অটন্তি প্রেমরে মহান। উত্তম পরমেশ্বর উত্তম পবিত্র যিশু প্রভু ভয়কারী কর সর্বভোজন
जेसु नामे गाए हालेलुया होसाना। ओके। प्रभु भयकारी कर सर्वभोजन, जेसु नामे गाए हालेलुया होसाना। तांका बिना नाही काही, तांका बिना नाही काही, अनंत जीवन। प्रेज द लॉर्ड। अनंत जीवन, अनंत जीवन, सदा प्रभु मंगलमय। आशा करी देख आस्वादन, क्रोधे धीर कृपामय, अटन्ति प्रेमरे महान, सदा प्रभु मंगलमय। मावर मौसिक वर्ड इन सपोर्टकारी पवित्र आत्मा, इन सपोर्टकारी पवित्र जेसु, इन से भीटेडकारी पवित्र राजा। प्रेज द लॉर्ड, हालेलुया। मंगलमय स्वामी, मंगलमय स्वामी, धन्यवाद। तो प्रेसिंग से भीटेडकारी पवित्र आत्मा, प्रेजिंग से टेटकारी पप्पा, प्रेसिंग स्पोर्ट से भीटेडकारी पवित्र ईश्वर, धन्यवाद, हालेलुया। प्रेज द लॉर्ड, ग्लोरी फादर, ग्लोरी मास्टर, थैंक यू गॉड। सपोर्ट कल पापा, तुम्हें आशीर्वाद कल, अनुग्रह कल, दया कल, सुंदर प्रकार बंचाई आनिल, सुंदर सहभागिता मध्य रखिल, सुंदर विश्वास मध्य तुम स्थापित कल, एक नूतन आवरण द्वारा समय को उत्तम करियछ। मोर प्रिय समस्त को अग्निर वाक्य बाढ़ बांधिबा पई तुम स्थिर करियछ। एक नूतन जीवन लाभ करबा निमंते नुआ जीवन द्वारा तुम्हें उद्धान करुछ। पवित्र आत्मा प्रथम स्थान देइछ, प्रथम प्रहर, प्रथम स्थान एक आलोकर किरण रे ग्रेड करुछ राजा, आलोकर किरण रे उत्तम सुपीटेड करियछ राजा। जेहेतु तुम आमर ब्रेड इशु, आमर ग्रेड इशु, ग्रेड इशु, ग्रेड इशु। प्रेज द लॉर्ड, ग्लोरी फादर, महिमा गौरव संभ्रम जुगे जुगे हेउ, सत्यता स्थापित करिबार, विश्वास द्वारा जागृति करिबार महिमा, महिमा ईश्वर, धन्यवाद, महिमा राजा। उरे बा ओरा बा सिखारा बादा उरो बांदे निरे विश्राम बाबा। तुम्हें साहाଯ୍यकारी प्रभु, सपोर्टकारी पवित्र आत्मा, तुम्हें साहाଯ୍य कल, अनुग्रह कल, दया कल, प्रॉफिट जीवन दल, प्रॉफिट कल पवित्र आत्मा। आज प्रातः काल उपासना मध्य एक सफलतार जीवन दल। आज मोर प्रिय माँ मानू, भाई मानू, प्रत्येक तुम प्रिय दास दासिनी मानू एक सफलता मध्य आगे नेबा तुम्हें चाहुच। आज ए मिनिस्ट्री प्रभु, हाँ पिता, आज इभाइन स्पन करुच, इभाइन करुच तुम जेहेतु युक्तकारी परमेश्वर। आज प्रभु रियल मिनिस्ट्री रो ऑल बेस्ट करुच पवित्र आत्मा, ऑल द बेस्ट करुच। प्रिपरेशंस प्रूफ देबा पई तुम चाहिछ। आज प्रूफ सहित कहूछ राजा, आज प्रत्येक को तुम प्रूफ सहित आशीर्वाद करबा निमंते सिद्धांत कल। से दिन निश्चय राजा तुमरी अब्राहम को निकट रे तुम नियम स्थिर करथिल, इसहाक निकट रे नियम स्थिर करथिल, जाकुब निकट रे नियम स्थिर करथिल। आज तो न्याय जी आम प्रत्येक जीवन रे प्रूफ सहित तुम आगे जीवा पई, आगे नेबा पई, वर्तिष्णु करबा पई तुम इमाइन्स करूछ। उत्तम उत्तम विषय द्वारा तुम्हें साहाଯ୍य करूछ। धन्यवाद। जो भाई को द्वारा, जो हाँ पिता तुम प्रिय दास द्वारा आज ये जूम प्रार्थना जोगे प्रत्येक को आनी अच्छी प्रभु तुम निकट को, से हाँ पिता सपोर्ट करी जीवन रे एक उज्जवलता विषय को तुम स्थापित करियछ।
जे तुम निकट को आसी थाए से उज्जवलता पाई थाए आ परिप्रकाश हेई थाए मोर प्रिय ईश्वर आज अब्राहम रो प्रेम प्रकाश पायो जे अब्राहम रो प्रेम उत्तम संपूर्ण प्राइज ओपन हुए संपूर्ण प्रकारे उत्तम स्थापित हुए सेही प्राइज द्वारा सी स्पोर्ट्स विटेड आज जेते जन भी उत्तम स्थान रो प्लेटे दिसन जो स्थान रे थिले मध्य समय को उत्तम करी प्रत्येकଙ୍କ जीवन रे आशीर्वाद उत्तम करियो राजा एनुको धन्यवाद दे आगामी समय को आगामी वाक्यर समय को तुम हस्तर समर्पित करे उद्धार करता प्रिय पुत्र यीशुଙ୍କ नामରେ मागुछु प्रभु आमेन आमेन तो धन्यवाद भौणी इसे सुंदर भाବରେ आराधना कढ़ाई नहीं पवित्र आत्मा उद्बोध कर प्रभुଙ୍କର उपस्थिति रही से प्रभु महान आमर गौरव करने संगे संगे आम समस्ते उच्च करताली दे आ भौणी को अभिनंदन धन्यवाद आम मान गहन रे सुजाता माँ अच्छा प्रेज द लॉर्ड माँ नमस्कार सुजाता जना नमस्कार माँ प्रेज द लॉर्ड आपण प्रार्थना करंतु आराधना करने को आसथिबा भौणी को पाई आ वाक्य घेनी आसुथिबा भौणी को पाई प्रार्थना करंतु आ विशेष मु प्रभु को धन्यवाद दिए आज बलांगीर रो ट्रिपल मूर्ति को आमर पीटर भाई आनी छंती प्रभु को धन्यवाद देवा भाई को भी धन्यवाद देवा कारण ये भौणी मध्य आमर नागिनी भौणी मध्य बलांगीर तापर जे बक्त्री मध्य अछंती बलांगीर रु आज परिचालिका मध्य बलांगीर रु समस्ते बलांगीर रु अछु प्रभु को महान आमर गौरव आज बलांगीर को प्रथम स्थान दिया जायछि समस्त को प्रार्थना करंतु वाक्य घेनी आसथिबा को प्रार्थना रे आसंतु प्रार्थना अत्यंत दयालु स्वर्गवासी पिता तुम आश्चर्य प्रेम पाई आम धन्यवाद करुछु अनुग्रह कल महादया कल जीवन रे बंची तुमर गौरव करबा पाई अपूर्व सौभाग्य दल पुणी प्रति प्रभात परि आज मध्य दिवसर प्रारंभ रे तुमर स्वर्गीय सेवा करबा पाई तुमर निरूपित लोक माननकु तुमे आशीर्वाद कल सर्जा त्याग करू करू तुमर श्रीमुख देखिबाकू तुम जीवंतर बसुणी जीवन रे बंचिबा पाई अपूर्व सौभाग्य देइछ बोली धन्यवाद देउछु पिता तुम पाद तले रियल मिनिस्ट्री को देउछि एई सकल उद्यम करिथिबा तुम दासंकु देउछि तांकर प्रचेष्टा तांकर उद्यम तांकर परिश्रम तुम दृष्टि रे बहुमूल्य हेउ अनेकंक आत्मार परित्राणर कारणार्थे करिथिबा योजना सफल हेउ बोली प्रार्थना करुछि प्रभु आज प्रारंभ रे प्रभु प्रभात ठारू तुमर उपासना परिचालना करी आसुथिबा तुम दासी को अनुग्रह कर तुम्हें अनुग्रह करी शक्ति युक्त करी शेष पर्यंत तुम सेवारे धरी रख पुणी वार्षिप करी प्रत्येक को तुम निकटवर्ती करिथिबा प्रिय भौणी को मध्य आशीर्वाद कर प्रभु तुम्हें तांक मुख को प्रशंसार स्रोत कर कारण तुम्हें प्रशंसा निवास ईश्वर जोठारे प्रशंसा सेठारे अपना सिंहासन स्थापन कर आजिर प्रशंसा गौरव द्वारा तुम्हें महिमान्वित हो प्रार्थना करुछि तुम वाक्य घेनी आसुथिबा प्रिय दासी को अभिषेक कर प्रभु तुम्हें तांक मुखपात्र हुओ तांक मुखर सहवर्ती होई वक्तव्य विषय कथा आमे जेते वाक्यर तृषा नहीं तुम छामुक आसिअछु समस्त हृदय द्वार फिटाई दे वाक्य शुणा मनोयोगी कर आजिर सेवा आरंभ शेष जाई तुम स्वर्गीय उपस्थिति रे सेवा परिचालित हो सेवारे उपस्थित जड़ित प्रत्येक को आशीर्वाद कर महिमा तुमरी हेउ यीशु नामे मागुछि आमेन आमेन माँ बहुत बहुत धन्यवाद सुंदर भाव प्रार्थना तोली धरछंती प्रभु आशीर्वाद करंतु आसंतु माने आज गोटे शास्त्रांश अध्ययन पूर्वक आज वाक्य निकट को माने जाउथिबा जेउ लोक परमेश्वर को वाक्य रे मनोयोग करे
ସେ ମଙ୍ଗଳ ପାଏ, ପୁଣି ସଦାପ୍ରଭୁ ଠାରେ ଯେ ନିର୍ଭର କରେ ସେ ଧନ୍ୟ। ଆଉ ଏଇ ବାକ୍ୟ ଦ୍ଵାରା ମୁଁ ଆଜିର ବକ୍ତୃ ମହାଶୟଙ୍କୁ ଆହ୍ୱାନ କରୁଛି, ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ମୁଁ ସ୍ୱାଗତ କରୁଛି। ଆଉ ସେ ସମ୍ମୁଖକୁ ଆସି ଆଜି ପ୍ରଭୁଙ୍କର ବାକ୍ୟ ବିତରଣ କରୁଛି। ଧନ୍ୟବାଦ ଭଉଣୀ। ପ୍ରେଜ୍ ଦ ଲର୍ଡ। ହେଲୋ, ମୋ ଭଏସ ଶୁଭୁଛି କି? ଶୁଭୁଛି। ପ୍ରଭୁଙ୍କ ମହାନାମର ଧନ୍ୟବାଦ କରେ। ଆଉ ଏ ସମୟରେ ସାଉଣ୍ଡ କେମିତି ସାଉଣ୍ଡ ସାଉଣ୍ଡ କମ ଅଛି? ହଁ। ଭୁଲ ତ ଅଛି। ସର୍ବପ୍ରଥମରେ ମୋ ପିତା ପରମେଶ୍ୱରଙ୍କୁ ଧନ୍ୟବାଦ ଦେବା ସହିତ ଜୁମ୍ରେ ଉପସ୍ଥିତ ପ୍ରତ୍ୟେକ ଈଶ୍ୱରଙ୍କ ଦାସ ଦାସୀ ବିଶ୍ୱାସୀ ବିଶ୍ୱାସିନୀଙ୍କୁ ମୋର ଖ୍ରୀଷ୍ଟୀୟ ପ୍ରେମ ନମସ୍କାର ଜଣାଏ। ସମସ୍ତଙ୍କୁ ନମସ୍କାର। ପ୍ରଭୁ ଆମମାନଙ୍କୁ ଅନୁଗ୍ରହ କରି ଆଜି ଆଉ ଏକ ନୂତନ ଦିବସ ଦେଖିବାକୁ ଦେଲେ। ଆଉ ନୂତନ ଆଶୀର୍ବାଦ, ନୂତନ ମଙ୍ଗଳ ଦାନ ପ୍ରଭୁ ଆମମାନଙ୍କ ମଧ୍ୟରେ ରଖିଅଛନ୍ତି ବୋଲି ମୁଁ ବିଶ୍ୱାସ କରେ। ଆଉ ପ୍ରଭୁଙ୍କ ନାମର ଧନ୍ୟବାଦ ଓ ଗୌରବ ପ୍ରଶଂସା କରେ। କର ଆଜ୍ଞାଙ୍କୁ ମୋତେ ବିଶେଷ ବିଶେଷ ଧନ୍ୟବାଦ ଦିଏ। ରିଏଲ ମିନିଷ୍ଟ୍ରି ଦ୍ୱାରା ମୋତେ ସେ ଆଜିର ବାକ୍ୟ କହିବା ନିମନ୍ତେ ସୁଯୋଗ ଦେଲେ। ଈଶ୍ୱରଙ୍କ ବାକ୍ୟ ଭାଙ୍ଗିବା ନିମନ୍ତେ ମୁଁ ତ ଅସମର୍ଥ ଅଟେ, କିନ୍ତୁ ପ୍ରଭୁଙ୍କର ଆତ୍ମା ଆମମାନଙ୍କ ଜୀବନରେ ସେଇ ବାକ୍ୟକୁ ପରିପୂର୍ଣ୍ଣ କରନ୍ତୁ। ତାଙ୍କର ଇଚ୍ଛା, ତାଙ୍କର ଯୋଜନା, ତାଙ୍କର ସମସ୍ତ ବିଷୟକୁ ଆମ ଜୀବନରେ ତାଙ୍କର ପବିତ୍ର ଆତ୍ମାଙ୍କ ଦ୍ୱାରା ପୂର୍ଣ୍ଣ କରନ୍ତୁ। ଆମେ ମୋ ପଦେ ପ୍ରାର୍ଥନା କରିବି, ଦୟାକରି ମୋ ସହିତ ସହଯୋଗ। ଗୌରବମୟ ପବିତ୍ର ପିତା ପରମେଶ୍ୱର, ଧନ୍ୟବାଦ ଦଉଛି ପ୍ରଭୁ ଏ ପ୍ରାତଃ ସମୟ ନିମନ୍ତେ ତୁମରି ବିଶ୍ୱାସୀ ବିଶ୍ୱାସିନୀ ମାନଙ୍କ ସହିତ ପ୍ରଭୁ ତୁମରି ପ୍ରଶଂସା କରିବା ନିମନ୍ତେ, ତୁମରି ଆରାଧନା କରିବା ନିମନ୍ତେ, ତୁମରି ବାକ୍ୟ ବିଷୟରେ ପ୍ରଭୁ ଆଲୋଚନା କରିବା ନିମନ୍ତେ ମତେ ସୁଯୋଗ ଦେଲ ପ୍ରଭୁ। ପ୍ରିୟ ପିତା ପରମେଶ୍ୱର, ମୁଁ ଅଯୋଗ୍ୟ। ପ୍ରଭୁ ତୁମେ ଜାଣିଅଛ ମୋ ଜୀବନରେ ଅନେକ ପ୍ରକାର ଦୁର୍ବଳତା ରହିଅଛି। ହେ ପ୍ରଭୁ ତୁମେ ମତେ କ୍ଷମା କର, ମୋ ଜୀବନକୁ ଶୁଚି କର, ପବିତ୍ର କର, ମୋ ଜିହ୍ବାକୁ ଶୁଚି କର, ତୁମରି ପବିତ୍ର ବସ୍ତ୍ରରେ ମତେ ଆବର ବୋଲି ପ୍ରାର୍ଥନା କରେ ରାଜା। ପ୍ରଭୁ ଉପାସନାର ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ପ୍ରଭୁ ତୁମେ ମୋ ସହବର୍ତ୍ତୀ ହେଇ ପ୍ରଭୁ ତୁମେ ହିଁ ମୋ ମୁଖ ଦେଇ କଥା କୁହ। ଯୀଶୁଙ୍କ ନାମରେ ପ୍ରାର୍ଥନା ଅଛି, ଦର୍ଶନ ଗ୍ରହଣ କର। ଆମେନ୍। ଆସୁ ଆମେ ଈଶ୍ୱରଙ୍କ ବାକ୍ୟରୁ ଗୋଟିଏ ଅଂଶ ପାଠ କରିବା। ଆଉ ସେହି ଅଂଶରୁ ଆମର ଆତ୍ମିକ ଜୀବନ ଏମିତି କିଛି ଶିଖିବାକୁ ଚେଷ୍ଟା କରୁଥିବା। ମୁଁ ଯେଉଁ ଅଂଶ ପାଠ କରିବି ତାହା ହେଉଛି ଲୁକା ଲିଖିତ ସୁସମାଚାର 10 ପର୍ବରୁ 38 ପଦରୁ 42 ପଦ ପର୍ଯ୍ୟନ୍ତ। କିଏ କିଛି କହୁଥିଲେ କି? ଆଉ ଏହି ସ୍ଥାନରେ ଏପରି ଲେଖାଯାଏ, ସେମାନେ ଯାତ୍ରା କରୁଥିବା ସମୟରେ ସେ ଗୋଟିଏ ଗ୍ରାମରେ ପ୍ରବେଶ କଲେ ଏବଂ ମାର୍ଥା ନାମ୍ନୀ ଜଣେ ସ୍ତ୍ରୀ ଲୋକ ଆପଣା ଗୃହରେ ତାହାଙ୍କର ଆତିଥ୍ୟ କଲେ। ମରିୟମ ନାମ୍ନୀ ତାଙ୍କର ଜଣେ ଭଗ୍ନୀ ଥିଲେ। ସେ ଯୀଶୁଙ୍କ ପାଦ ତଳେ ବସି ତାହାଙ୍କର ବାକ୍ୟ ଶୁଣୁଥିଲେ। କିନ୍ତୁ ମାର୍ଥା ପରିଚର୍ଯ୍ୟା ବିଷୟରେ ବହୁତ ବ୍ୟସ୍ତ ହେଉଥିଲେ। ଏଣୁ ସେ ତାହାଙ୍କ ନିକଟକୁ ଆସି କହିଲେ, ହେ ପ୍ରଭୁ, ମୋର ଭଉଣୀ ଯେ ଏକାକୀ ମୋ ଉପରେ ପରିଚର୍ଯ୍ୟାର ଭାର ପକାଇ ଦେଇଅଛି, ସେ ଆଡକୁ କଣ ଆପଣଙ୍କର ମନ ନାହିଁ? ତେବେ ମୋତେ ସାହାଯ୍ୟ କରିବା ନିମନ୍ତେ ତାହାକୁ କୁହନ୍ତୁ। କିନ୍ତୁ ପ୍ରଭୁ ତାଙ୍କୁ କହିଲେ, ମାର୍ଥା ମାର୍ଥା, ତୁମେ ବହୁତ ବିଷୟରେ ଚିନ୍ତିତ ଓ ବ୍ୟତିବ୍ୟସ୍ତ ହେଉଅଛ, କିନ୍ତୁ ଅଳ୍ପ କେତୋଟି ବରଂ ଗୋଟିଏ ମାତ୍ର ପ୍ରୟୋଜନ। ମରିୟମ ତ ଉତ୍ତମ ଭାଗ ମନୋନୀତ କରିଅଛି, ଆଉ ତାହା ତାହାଠାରୁ ହରଣ କରାଯିବ ନାହିଁ। ପ୍ରଭୁ ଏ ପଠିତ ବାକ୍ୟ ଦ୍ୱାରା ଆମମାନଙ୍କୁ ଆଶୀର୍ବାଦ କରନ୍ତୁ। ଏହି ସ୍ଥାନରେ ଆମେ ଦେଖୁଛୁ, ଯେତେବେଳେ ଯୀଶୁ ମରିୟମ ଓ ମାର୍ଥାଙ୍କ ଗୃହକୁ ଆସିଛନ୍ତି, ମାର୍ଥା ଯୀଶୁଙ୍କୁ ଦେଖି ଅତ୍ୟନ୍ତ ଖୁସି ଅନୁଭବ କରିଛନ୍ତି। ଆଉ ଯୀଶୁ ଯେ ମାର୍ଥାଙ୍କ ଗୃହକୁ ଏକା ଆସିଥିବେ ତାହା ନୁହେଁ, ତାଙ୍କ ସହିତ ନିଶ୍ଚୟ ତାଙ୍କ ଶିଷ୍ୟମାନେ ମଧ୍ୟ ଥିବେ। ଏଣୁ ମାର୍ଥା ସେ ସମସ୍ତଙ୍କୁ ଦେଖି ଖୁସି ଅନୁଭବ କରିବା ସହିତ ସେ ବ୍ୟସ୍ତ ମଧ୍ୟ ହୋଇ ପଡିଛନ୍ତି। ସେମାନଙ୍କର ରହିବା ଓ ଖାଇବା ବ୍ୟବସ୍ଥା କରିବା ନିମନ୍ତେ ସେ ଅତି ବ୍ୟତିବ୍ୟସ୍ତ ହୋଇ ପଡିଛନ୍ତି। ଆଜି ମହିଳା ସମିତି ଅଛି, ଆମେ ସମସ୍ତେ ମା ମାନେ ଏଠାରେ ଅଛୁ। ଆମେ ସମସ୍ତେ ଜାଣିଛୁ ଘରକୁ କେହି ଯଦି ଗେଷ୍ଟ ଆସିଲେ ଆମେ କିଭଳି ଭାବରେ ବ୍ୟସ୍ତ ହୋଇ ପଡିଥାଉ। ଗେଷ୍ଟ ପାଇଁ ରହିବା ଖାଇବା ବ୍ୟବସ୍ଥା ଠିକ ଭାବରେ କରିବା ନିମନ୍ତେ
ଆମେ ଚାହିଁଥାଉ। ଗେଷ୍ଟ ଯଦି ଆଗରୁ କହିକି ଆସନ୍ତି ତେବେ ତ ଘର ସଜାସଜି କାମ ହେଇଯାଇଥାଏ, କିନ୍ତୁ ଗେଷ୍ଟ ଯଦି ହଠାତ୍ ଆସିଯାଆନ୍ତି ତାହେଲେ ଆମମାନଙ୍କର ଟେନସନ ଡବଲ ହେଇଯାଇଥାଏ। ସେ ଯାହା ବି ହଉ, ଯଦି ଘରକୁ ଗେଷ୍ଟ ଆସନ୍ତି ତେବେ ଆମେ ଉତ୍ତମ ଖାଦ୍ୟ ପ୍ରସ୍ତୁତ କରି ଗେଷ୍ଟକୁ ଖାଇବାକୁ ଦେଇଥାଉ। ଆମେ ନିଜ ପରିବାର ପାଇଁ ଯେତେବେଳେ ଖାଦ୍ୟ ରୋଷେଇ କରିଥାଉ ସେଇ ସମୟରେ ଆମେ ଭାତ ଟିକେ, ଡାଲି ଟିକେ, ଶାଗ ଟିକେ କରିକି ବି ଚଳେଇ ଦେଇଥାଉ, କିନ୍ତୁ ଯେତେବେଳେ ଗେଷ୍ଟ ଆସିଥାନ୍ତି ସେଇ ସମୟରେ ହାତରେ ପଇସା ଥାଉ କି ନଥାଉ, ଗେଷ୍ଟ ଆସିଛନ୍ତି ଯେତେବେଳେ ଉତ୍ତମ ଉତ୍ତମ ଦ୍ରବ୍ୟ ତିଆରି କରି ସେମାନଙ୍କୁ ଖାଇବା ପାଇଁ ଆମେ ଇଚ୍ଛା ପ୍ରକାଶ କରିଥାଉ। ସେଦିନ ମାର୍ଥା ମଧ୍ୟ ନିଶ୍ଚିତ ଭାବରେ ଭାବିଥିବେ ଯେ ଯୀଶୁ ତାଙ୍କ ଗୃହକୁ ଆସିଛନ୍ତି, ଯୀଶୁଙ୍କ ପାଇଁ ଟିକେ ଉତ୍ତମ ଖାଦ୍ୟ ପ୍ରସ୍ତୁତ କରି ତାଙ୍କୁ ଖୁଏଇବି। ହୁଏତ ସେ ଭାବିଥାଇ ପାରନ୍ତି ଯେ ଯୀଶୁ ସବୁବେଳେ ବାହାରେ ରୁହନ୍ତି, ସେ ଭଲ ଖାଇ ପାରୁନଥିବେ, ଆଜି ଟିକେ ଭଲ ରୋଷେଇ କରିକି ତାଙ୍କୁ ଦେବି। ଆଉ ହୁଏତ ସେ ଭାବିଥିବେ ଯେ ଯୀଶୁ ଖୁସି ହେବେ ମୋ ରୋଷେଇ ଖାଇକି, କିମ୍ବା ସେ ବିଭିନ୍ନ ଜାଗାକୁ ଯାଆନ୍ତି ଆଉ ସେଇ ସ୍ଥାନରେ ମୋର ପ୍ରଶଂସା କରିବେ। ଆଉ ଏଇ ସ୍ଥାନରେ ଆମେ ସେ ଯାହା ବି ହଉ, ମାର୍ଥା ଯୀଶୁଙ୍କ ନିମନ୍ତେ ଭଲ ରୋଷେଇ କରି ଖାଇବାକୁ ଦେବା ନିମନ୍ତେ ତ ଚିନ୍ତା କରୁଛନ୍ତି, ବ୍ୟସ୍ତ ହଉଛନ୍ତି, କିନ୍ତୁ ଆମେ ଦେଖୁଛୁ ଯେ ତାଙ୍କ ଭଉଣୀ ସେଇ ସମୟରେ ଯାଇକି ଯୀଶୁଙ୍କ ପାଦ ତଳେ ବସି ବାକ୍ୟ ଶୁଣୁଛନ୍ତି। ଆଜି ଏଇ ଦୁଇ ଭଉଣୀଙ୍କ ଜୀବନକୁ ନେଇ ଆମେ କିଛି ଶିଖିବାକୁ ଚେଷ୍ଟା କରିବା। ଏ ଦୁଇ ମାର୍ଥା ଓ ମରିୟମ ପରି ଦୁଇ ପ୍ରକାର ବିଶ୍ୱାସୀ ଅଛନ୍ତି, ଯେଉଁମାନେ କି ପ୍ରଥମ ବିଶ୍ୱାସୀ ମାର୍ଥା ପରି, ଯେଉଁମାନେ କି ପ୍ରଭୁଙ୍କର କାର୍ଯ୍ୟ କରୁଛୁ ବୋଲି କୁହନ୍ତି, ଅନେକ ବ୍ୟସ୍ତତା ଭିତରେ, ଅନେକ ଭାଗା ଦୌଡ଼ି ଭିତରେ ଦିନ ରାତି କାର୍ଯ୍ୟ କରିଥାନ୍ତି। ଆଉ ସେମାନେ ଏତେ ବ୍ୟସ୍ତ ହୋଇଯାଇଥାନ୍ତି ନିଜ ଜୀବନକୁ ପ୍ରଭୁଙ୍କ ଚରଣ ତଳେ ରଖିବା ନିମନ୍ତେ ମଧ୍ୟ ସୁଯୋଗ ପାଇନଥାନ୍ତି। ସେମାନେ ବ୍ୟକ୍ତିଗତ ଶାସ୍ତ୍ର ଅଧ୍ୟୟନ କରିବା, ବ୍ୟକ୍ତିଗତ ପ୍ରାର୍ଥନା କରିବାରେ ସେମାନଙ୍କର ସମୟ ନଥାଏ। କିନ୍ତୁ ଆଉ ଏକ ବିଶ୍ୱାସୀ ଥାନ୍ତି ଯେଉଁମାନେ ମାର୍ଥାଙ୍କ ପରି। ଆଉ ସେମାନେ କଣ କରିଥାନ୍ତି ନା, ସେମାନେ ମାର୍ଥାଙ୍କ ପରି ବନ୍ଦ କୋଠରୀରେ ପ୍ରଭୁଙ୍କର ବାକ୍ୟକୁ ଧ୍ୟାନ କରନ୍ତି, ଘଣ୍ଟା ଘଣ୍ଟା ଧରି ପ୍ରାର୍ଥନା କରନ୍ତି। ଆଉ ସେମାନଙ୍କର ବ୍ୟକ୍ତିଗତ ସହଭାଗିତା ଦେଖି ପ୍ରଭୁ ମଧ୍ୟ ଖୁସି ହୁଅନ୍ତି। ଯେତେବେଳେ ମାର୍ଥା ମରିୟମକୁ ଯୀଶୁଙ୍କ ପାଦ ତଳେ ବସି ପ୍ରଭୁଙ୍କର ବାକ୍ୟ ଶୁଣୁଥିବା ଦେଖୁଥିଲେ, ସେଇ ସମୟରେ ଯୀଶୁଙ୍କ ନିକଟକୁ ଆସି ସେ କହୁଛନ୍ତି 40 ପଦ। କିନ୍ତୁ ମାର୍ଥା ପରିଚର୍ଯ୍ୟା ବିଷୟରେ ବହୁତ ବ୍ୟସ୍ତ ହେଉଥିଲେ, ଏଣୁ ସେ ତାହାଙ୍କ ନିକଟକୁ ଆସି କହିଲେ, ହେ ପ୍ରଭୁ, ମୋର ଭଉଣୀ ଯେ ଏକାକୀ ମୋ ଉପରେ ପରିଚର୍ଯ୍ୟାର ଭାର ପକାଇ ଦେଇଅଛି, ସେ ଆଡକୁ କଣ ଆପଣଙ୍କର ମନ ନାହିଁ? ତେବେ ମୋତେ ସାହାଯ୍ୟ କରିବା ନିମନ୍ତେ କୁହନ୍ତୁ। ମାର୍ଥା ଦେଖୁଛନ୍ତି ଭଉଣୀ ତାଙ୍କୁ ସାହାଯ୍ୟ ନ କରିକି ଯାଇକି ଯୀଶୁଙ୍କ ପାଦ ତଳେ ବସି ବାକ୍ୟ ଶୁଣୁଛି, ଏଣୁ ସେ ଯୀଶୁଙ୍କ ନିକଟକୁ ଆସିଛନ୍ତି ଆଉ କହୁଛନ୍ତି ଯେ ତାକୁ କୁହନ୍ତୁ ସେ ଯେପରି ମୋତେ ସାହାଯ୍ୟ କରିବ। ମାର୍ଥା ଯୀଶୁଙ୍କୁ ଅର୍ଡର ଦେଲା ପରି କରୁଛି। ଆଜି ମଧ୍ୟ ଅନେକ ବିଶ୍ୱାସୀ ମାନେ ଅଛନ୍ତି ଯେଉଁମାନେ ଯୀଶୁଙ୍କ ନିମନ୍ତେ କାର୍ଯ୍ୟ କରନ୍ତି ଓ ସେହି କାର୍ଯ୍ୟ ପାଇଁ ବହୁତ ଚିନ୍ତା ଓ ବ୍ୟତିବ୍ୟସ୍ତ ହୋଇଯାଆନ୍ତି, କିନ୍ତୁ ସେମାନେ ଯୀଶୁଙ୍କୁ ନେଇ କୌଣସି ପ୍ରକାର ଚିନ୍ତା କରିନଥାନ୍ତି। ଆମେ ଦେଖିଥାଉ ଯେତେବେଳେ ଦୁଇ ଜଣ ବିଶ୍ୱାସୀ ଅନେକ ଦିନ ପରେ ଭେଟ ହେଇଥାନ୍ତି, ସେଇ ସମୟରେ ମଧ୍ୟ ସେମାନେ ଏକ ଦୁସରେକୁ ପଚାରିଥାନ୍ତି ଯେ ଆଉ ଭାଇ କେମିତି ଅଛନ୍ତି, ଆଉ ମିନିଷ୍ଟ୍ରି କେମିତି ଚାଲିଛି, ଏବେ ନୂଆ ନୂଆ କାମ କଣ ସବୁ ଆରମ୍ଭ କଲେଣି, ଏମିତି ପଚାରିଥାନ୍ତି। କିନ୍ତୁ କେହି ପଚାରି ନଥାନ୍ତି ଯେ ଭାଇ ତମର ଆତ୍ମିକ ଜୀବନ କେମିତି ଅଛି, ଭାଇ ତମେ କେତେ ସମୟ ପ୍ରାର୍ଥନା କରୁଛ, ଭାଇ ତମେ କେତେ ସମୟ ପ୍ରଭୁଙ୍କୁ ବାକ୍ୟରେ ଧ୍ୟାନ କରୁଛ। ପ୍ରଭୁଙ୍କ ମହାନାମର ଧନ୍ୟବାଦ। ପ୍ରଭୁ ଚାହାନ୍ତି ଯେ ଆମେ ଯେପରି ପ୍ରଭୁଙ୍କ ଚରଣ ତଳେ ବସି ତାଙ୍କଠାରେ ପ୍ରାର୍ଥନା କରିବା। ପ୍ରଭୁ ଚାହାନ୍ତି ଆମେ ପ୍ରଭୁଙ୍କ ଚରଣ ତଳେ ବେଶୀ ଅଧିକ ସମୟ ଆମେ ତାଙ୍କଠାରେ ଲାଗି ରହିବା। ପ୍ରଭୁ ଏହା ହିଁ ଚାହିଁଥାନ୍ତି। ପ୍ରଭୁଙ୍କ ବାକ୍ୟ, ପ୍ରଭୁଙ୍କ କାର୍ଯ୍ୟ କରିବା ଠାରୁ ଅଧିକ ବଡ ବିଷୟ ହଉଛି ଯେ ପ୍ରଭୁଙ୍କ ନିମନ୍ତେ ଆମେ ସମୟ ବାହାର କରି ପ୍ରଭୁଙ୍କ ନିକଟରେ ବସିବା। ପ୍ରଭୁ ଏହା ହିଁ ଚାହିଁଥାନ୍ତି। ଆଉ ପ୍ରଭୁଙ୍କ ପାଇଁ କାର୍ଯ୍ୟ କରିବା ତ ବହୁତ ସହଜ ଅଟେ, କିନ୍ତୁ ବ୍ୟକ୍ତିଗତ ପ୍ରାର୍ଥନାରେ ସମୟ ଦେବା, ବ୍ୟକ୍ତିଗତ ପ୍ରାର୍ଥନାରେ ଅଧିକ ସମୟ ଘଣ୍ଟା ଘଣ୍ଟା ଧରି ଆମେ ରହିବା, ତାହା ଏତେ ସହଜ ନୁହେଁ। ବାଇବେଲ ଧ୍ୟାନ କରିବା ଏତେ ସହଜ ନୁହେଁ। ସେଦିନ ମାର୍ଥା ଯେପରି ଯୀଶୁଙ୍କ ପାଇଁ କାମ କରିବାକୁ ଚାହୁଁଥିଲେ, କିନ୍ତୁ ଯୀଶୁଙ୍କ ପାଦ ତଳେ ବସିବା ନିମନ୍ତେ ତାଙ୍କ ପାଖରେ ସମୟ ନଥିଲା। ଆଜି ଆମମାନେ ମଧ୍ୟ ଯୀଶୁଙ୍କ ପାଇଁ କାମ କରିବାକୁ ଚାହୁଁଛୁ, କିନ୍ତୁ ଯୀଶୁଙ୍କୁ ସାହାଯ୍ୟ ମାଗୁଛୁ, ଆଉ ଯୀଶୁଙ୍କୁ ସାହାଯ୍ୟ ମାଗୁଛୁ, ବିଭିନ୍ନ ପ୍ରକାର ଚିନ୍ତା କରୁଛୁ ଏବଂ ପ୍ରଭୁଙ୍କ ନିକଟରେ ପ୍ରଭୁଙ୍କୁ କହୁଛୁ, ପ୍ରଭୁ ମୁଁ ତୁମ ପାଇଁ ଏଇ କାମ କରିବି ଆଉ ମତେ ସାହାଯ୍ୟ କର।
ଆମେ ଜାଣିବାକୁ ଚେଷ୍ଟା ମଧ୍ୟ କରୁନାହୁଁ ଆମେ ଯେଉଁ କାର୍ଯ୍ୟ କରିବାକୁ ଯାଉଛୁ ସେଥିରେ ପ୍ରଭୁଙ୍କର ଇଚ୍ଛା ଅଛି କି ନାହିଁ। କେବଳ ଆମେ ମାର୍ଥା ପରି ନିଜ ଇଚ୍ଛାରେ କାମ କରୁଛୁ। ତେବେ ଯୀଶୁଙ୍କ ଇଚ୍ଛା କଣ ଥିଲା? ଯୀଶୁଙ୍କ ଇଚ୍ଛା ଥିଲା ମାର୍ଥା ଓ ମରିୟମ ତାଙ୍କ ପାଦ ତଳେ ବସି ତାଙ୍କର କଥା ଶୁଣନ୍ତୁ। ଯୀଶୁ ମାର୍ଥା ଘରକୁ ଖାଇବା ନିମନ୍ତେ ଆସିନଥିଲେ। ଯୀଶୁ ଆସିଥିଲେ ମାର୍ଥା ଓ ମରିୟମକୁ ଆତ୍ମିକ ଆହାର ଦେବା ନିମନ୍ତେ। ମାର୍ଥା ଏହି କଥା ବୁଝି ପାରିନଥିଲେ, କିନ୍ତୁ ମରିୟମ ଏହି କଥା ବୁଝି ପାରିଥିଲେ। ଏଣୁ ଯୀଶୁଙ୍କ ପାଦ ତଳେ ବସି ଯୀଶୁଙ୍କ କଥା ଶୁଣୁଥିଲେ। ଆଜି ମଧ୍ୟ ମାର୍ଥା ପରି ଅନେକ ବିଶ୍ୱାସୀ ଅଛନ୍ତି। ସେମାନେ ଭାବିଥାନ୍ତି ଯୀଶୁଙ୍କ କାମ କରୁଛୁ, ଆଉ ସେମାନେ ବ୍ୟକ୍ତିଗତ ଜୀବନ ଯୀଶୁଙ୍କ ଠାରୁ ଅନେକ ଦୂରରେ ଥାଏ। ଯୀଶୁ ସେମାନଙ୍କ ଜୀବନ ଦ୍ୱାରା ଖୁସି ହୁଅନ୍ତି ନାହିଁ। ଆଜି ବିଜାତୀୟ ମାନଙ୍କ ମଧ୍ୟରେ ସୁସମାଚାର ପ୍ରଚାର କିପରି କରାଯିବ, ହିନ୍ଦୁ ମାନଙ୍କ ମଧ୍ୟରେ, ମୁସଲମାନ ମାନଙ୍କ ମଧ୍ୟରେ କିପରି ସୁସମାଚାର ପ୍ରଚାର କରାଯିବ, ସେ ବିଷୟରେ ତ ଶିକ୍ଷା ଦିଆଯାଉଛି। କିନ୍ତୁ ଆଜି ଯୀଶୁଙ୍କ ସହିତ ଆମର ବ୍ୟକ୍ତିଗତ ସମ୍ପର୍କ କେତେ ଘନିଷ୍ଠ ହେବା ଦରକାର, ଆମେ କେତେ ସମୟ ପ୍ରାର୍ଥନା କରିବା ଦରକାର, ଆମେ କେତେ ଅଧିକ ମାତ୍ରାରେ ବାଇବଲ ଧ୍ୟାନ କରିବା କଥା, ସେ ବିଷୟ ଶିକ୍ଷା ଦିଆଯାଇ ପାରୁନାହିଁ। ଯେତେବେଳେ ଯୀଶୁ ରାତ ଭର ପ୍ରାର୍ଥନା କରୁଥିଲେ, ସେଇ ସମୟରେ ତାଙ୍କର ଶିଷ୍ୟମାନେ ଆସି କହିଲେ ଯେ ପ୍ରଭୁ ଆମମାନଙ୍କୁ ମଧ୍ୟ ପ୍ରାର୍ଥନା କରିବା ନିମନ୍ତେ ଶିଖାନ୍ତୁ। ଆଉ ସେ ବାକ୍ୟ ଟିକେ ପଢିଦେବେ, ଲୁକ ଲିଖିତ ସୁସମାଚାର 11:1। ଥରେ ସେ କୌଣସି ଗୋଟିଏ ସ୍ଥାନରେ ପ୍ରାର୍ଥନା କରୁଥିଲେ। ସେ ପ୍ରାର୍ଥନା ସମାପ୍ତ କରନ୍ତେ ତାହାଙ୍କ ଶିଷ୍ୟମାନଙ୍କ ମଧ୍ୟରୁ ଜଣେ ତାହାଙ୍କୁ କହିଲେ, ହେ ପ୍ରଭୁ, ଯୌନ ଯେପରି ଆପଣା ଶିଷ୍ୟମାନଙ୍କୁ ପ୍ରାର୍ଥନା କରିବାକୁ ଶିଖାଇଲେ, ଆପଣ ମଧ୍ୟ ସେହିପରି ଆମ୍ଭମାନଙ୍କୁ ପ୍ରାର୍ଥନା କରିବାକୁ ଶିଖାନ୍ତୁ। ପ୍ରଭୁ ପାଠିତ ବାକ୍ୟ ଦ୍ୱାରା ଆଶୀର୍ବାଦ କରନ୍ତୁ। ଶିଷ୍ୟମାନେ ଦେଖୁଛନ୍ତି ଯେ ଯୀଶୁ କେତେ ଅଧିକ ମାତ୍ରାରେ ପିତା ଈଶ୍ୱରଙ୍କ ନିକଟରେ ସମୟ ଦେଇ ପ୍ରାର୍ଥନା କରୁଛନ୍ତି। ତେଣୁ ଯୀଶୁଙ୍କ ନିକଟକୁ ଆସି ସେମାନେ କହୁଛନ୍ତି, ପ୍ରଭୁ ଆମମାନଙ୍କୁ ମଧ୍ୟ ପ୍ରାର୍ଥନା କରିବା ଶିଖାନ୍ତୁ। ମାର୍କ 13:14 ଟିକେ ପଢିଦେବି ତ। ହଉ, ମୁଁ ପଢି ଦଉଛି। ପୁଣି ସେ 12 ଜଣଙ୍କୁ ନିଯୁକ୍ତି କଲେ, ଯେପରି ସେମାନେ ତାହାଙ୍କ ସାଙ୍ଗରେ ରହିବେ ଓ ସେ ସେମାନଙ୍କୁ ପ୍ରଚାର କରିବା ନିମନ୍ତେ ପ୍ରେରଣ କରିବେ। ଯୀଶୁ ଯେତେବେଳେ ଜଗତରେ ଥିଲେ, ସେ 12 ଜଣ ଶିଷ୍ୟଙ୍କୁ ପ୍ରଥମେ ମନୋନୀତ କରିଥିଲେ। ସେମାନେ ଯେପରି ତାଙ୍କ ସଙ୍ଗରେ ରହିବେ, ଆଉ ଦ୍ୱିତୀୟରେ ସେ ସେମାନଙ୍କୁ ପ୍ରଚାର କାର୍ଯ୍ୟ ପାଇଁ ଜଗତକୁ ପଠାଇବେ। ଯୀଶୁ ଆମମାନଙ୍କ ସଙ୍ଗରେ ରହିବା ପାଇଁ ଚାହାନ୍ତି। ତାପରେ ଆମକୁ କାର୍ଯ୍ୟ କରାଇବା ନିମନ୍ତେ ସେ ଆମକୁ ସୁଯୋଗ ଦେବେ। ଆମେ ଯେତେବେଳେ ତାଙ୍କ ସହିତ ବ୍ୟକ୍ତିଗତ ଭାବରେ ବାକ୍ୟରେ ପ୍ରାର୍ଥନାରେ ସହଭାଗିତା କରିବା, ସେତେବେଳେ ସେ ଆମ ପାଇଁ ଖୁସି ହେବେ। ଯୀଶୁ ଯେତେବେଳେ ଜଗତରେ ଥିଲେ, ତାଙ୍କର ବ୍ୟକ୍ତିଗତ ପ୍ରାର୍ଥନା ଜୀବନକୁ ଦେଖି ପିତା ପରମେଶ୍ୱର ଅତ୍ୟନ୍ତ ଖୁସି ଓ ଆନନ୍ଦ ହେଉଥିଲେ। ଲୁକ 3:22 ଟିକେ ଦେଖିବା। ପୁଣି ପବିତ୍ର ଆତ୍ମା ଦୈହିକ ଭାବରେ କପୋତ ପରି ତାହାଙ୍କ ଉପରକୁ ଓହ୍ଲାଇ ଆସିଲେ, ଆଉ ଆକାଶରୁ ଏହି ବାଣୀ ହେଲା, ତୁମ୍ଭେ ଆମର ପ୍ରିୟ ପୁତ୍ର, ତୁମ୍ଭଠାରେ ଆମ୍ଭର ପରମ ସନ୍ତୋଷ। ଯୀଶୁଙ୍କ ପ୍ରାର୍ଥନାମୟ ଜୀବନ, ଯୀଶୁଙ୍କ ଜୀବନ ଶୈଳୀ ଦେଖି ପିତା ପରମେଶ୍ୱର ମଧ୍ୟ ଖୁସି ହେଉଥିଲେ। ଆଉ ଆଜି ଯୀଶୁଙ୍କର ଇଚ୍ଛା ଏହା ଅଟେ ଯେ ଆମେ ମଧ୍ୟ ପ୍ରାର୍ଥନାଶୀଳ ଜୀବନ କାଟି ଆମ ବ୍ୟକ୍ତିଗତ ଜୀବନରେ ଅଧିକ ସମୟ ଦେବା ଆବଶ୍ୟକ। ଆଉ ସେ ଆମକୁ ଦେଖି ଯେପରି ଖୁସି ହେବେ। ସେଦିନ ମାର୍ଥା ଓ ମରିୟମ ଯୀଶୁଙ୍କ ପାଦ ତଳେ ବସି ବାକ୍ୟ ଶୁଣୁଥିଲେ। ସେଦିନ ମାର୍ଥା ଓ ମରିୟମ ଯୀଶୁଙ୍କ ପାଦ ତଳେ ବସି ବାକ୍ୟ ଶୁଣିଥିଲେ, ହୁଏତ ପ୍ରଭୁ ବହୁତ ଖୁସି ହେଇଥାନ୍ତି। କିନ୍ତୁ ଦୁଃଖର ବିଷୟ, ସେଦିନ ମରିୟମ ଯୀଶୁଙ୍କ ପାଦ ତଳେ ବସି ବାକ୍ୟ ଶୁଣିଲେ, କିନ୍ତୁ ମାର୍ଥା ପରିଚର୍ଯା କରିବାରେ ସେ ବ୍ୟସ୍ତ ହୋଇ ପଡୁଥିଲେ। ଯେତେବେଳେ ମାର୍ଥା ଯୀଶୁଙ୍କ ନିକଟକୁ ଆସି କହିଲେ କି ପ୍ରଭୁ, ମୋ ଭଉଣୀକୁ କୁହନ୍ତୁ ସେ ମୋ ସଙ୍ଗରେ କାମ କରିବା ନିମନ୍ତେ ମତେ ସାହାଯ୍ୟ କରିବ, ସେତେବେଳେ ପ୍ରଭୁ ମରିୟମକୁ କହିଲେ ନାହିଁ ଯେ ଯାଅ ଆଉ ମାର୍ଥାଙ୍କୁ କାର୍ଯ୍ୟରେ ସାହାଯ୍ୟ କର। ବରଂ ମାର୍ଥାଙ୍କୁ କହିଲେ, ମାର୍ଥା ମାର୍ଥା, ତମେ ବହୁତ ବିଷୟରେ ବ୍ୟସ୍ତ ହଉଛ, ବହୁତ ବିଷୟରେ ଚିନ୍ତା କରୁଛ। ମରିୟମ ତ ଉତ୍ତମ ଭାଗ ମନୋନୀତ କରିଅଛନ୍ତି, ଆଉ ତାହାଙ୍କ ଠାରୁ ହରଣ କରାଯିବ ନାହିଁ। ବ୍ୟକ୍ତିଗତ ସମ୍ପର୍କ ଆମ ଠାରୁ କେହି ହରଣ କରିପାରିବେ ନାହିଁ। এই ପ୍ରାର୍ଥନା ଆଉ
ବାକ୍ୟ ଧ୍ୟାନ ଦ୍ୱାରା ଆମେ ଜଗତରେ ଆମେ ଲାଭ ପାଇପାରିବା। ଜଗତରେ ପାପମୟ ଜଗତରୁ ଆମେ ପରିଷ୍କୃତ ଜୀବନ କାଟି ପାରିବା, ଧାର୍ମିକ ଜୀବନ କାଟି ପାରିବା। ତା ସହିତ ସ୍ୱର୍ଗରେ ମଧ୍ୟ ଆମମାନଙ୍କୁ ପ୍ରଭୁ ସ୍ଥାନ ଦେବେ। ଏହାପରେ ଆମେ ଜାଣିଛୁ ଯେ ମାର୍ଥାଙ୍କ ଜୀବନରେ, ମାର୍ଥା ଓ ମରିୟମଙ୍କ ଜୀବନରେ ଗୋଟେ ବହୁତ ବଡ ଦୁଃଖ ଆସିଥିଲା। ଆଉ ଏତେ ବଡ ଦୁଃଖ ଆସିଥିଲା ଯେ ସେମାନଙ୍କ ପରିବାର ପୁରା ଭାଙ୍ଗି ଯାଇଥିଲା। ତାଙ୍କର ଏକମାତ୍ର ଭାଇ ଯାହାର କି ମୃତ୍ୟୁବରଣ ହେଇଯାଇଥିଲା। ଆଉ ସେଇ ସମୟରେ ମାର୍ଥା ମରିୟମ ଭାଙ୍ଗି ପଡିଥିଲେ। ଆଉ ଯେତେବେଳେ ଯୀଶୁ ମାର୍ଥାଙ୍କ ପରିବାରକୁ ଆସିଥିଲେ, ମରିୟମଙ୍କ ପାଖକୁ ଆସିଥିଲେ, ସେଇ ସମୟରେ ମରିୟମ ଯୀଶୁଙ୍କ ପାଦ ତଳେ ପଡି ସେ କାନ୍ଦିଥିଲେ। ଆଉ ଗୋଟେ ବିଷୟ କହିଥିଲେ, ପ୍ରଭୁ ତମେ ଯଦି ଏ ସ୍ଥାନରେ ଥାଆନ୍ତ ମୋ ଭାଇ ମରିନଥାନ୍ତା। ମରିୟମ ସବୁବେଳେ ଦୁଃଖରେ ହେଉ କିମ୍ବା ସୁଖରେ ହେଉ ସେ ପ୍ରଭୁଙ୍କ ପାଦ ତଳେ ରହିବା ପାଇଁ ଚାହୁଁଥିଲେ, ପ୍ରଭୁଙ୍କୁ ନିଜକୁ ସମର୍ପଣ କରିବା ପାଇଁ ଚାହୁଁଥିଲେ। ଆଉ ସେଦିନ ପ୍ରଭୁ ତାଙ୍କର କଥା ଶୁଣି ସେ ଲାଜାରକୁ ଉଠେଇଥିଲେ। ଆଜି ଆମମାନଙ୍କ ଜୀବନରେ ବିଭିନ୍ନ ପ୍ରକାର ସମସ୍ୟା ଆସିପାରେ, ଆମେ ଜଗତରେ ଅଛୁ, ସମସ୍ୟା ଆସିପାରେ, ସମସ୍ୟା ଆସିବ, ସମସ୍ୟା ଯିବ। ଯେଉଁ ଯୀଶୁ ଆମ ଲାଜାରକୁ ଉଠେଇଥିଲେ, ସେଇ ଯୀଶୁ ଆମମାନଙ୍କର ସମସ୍ୟାକୁ ମଧ୍ୟ ସେ ସମ୍ପୂର୍ଣ୍ଣ ଭାବରେ ଦୂର କରିବା ନିମନ୍ତେ କ୍ଷମତା ରଖନ୍ତି। ଆମ ଜୀବନରେ ଯେତେ ବଡ ପାହାଡ ପରି ସମସ୍ୟା ହେଲେ ମଧ୍ୟ ତାକୁ ସମୁଦ୍ରରେ ଯାଇ ପଡିବା ନିମନ୍ତେ ସେ ଅଧିକାର ଦେଇଅଛନ୍ତି। ଆଉ ପ୍ରଭୁଙ୍କ ମହାନାମର ଧନ୍ୟବାଦ। ଆଉ ଯେତେବେଳେ ଯୀଶୁ ଲାଜାରକୁ ଉଠେଇଥିଲେ, ସେମାନେ ଅତି ଆନନ୍ଦିତ ହେଇଥିଲେ। ଆଉ କେତେ ଦିନ ଗଲା ପରେ ପୁଣି ତାଙ୍କ ପରିବାର ଗୋଟେ ଭୋଜ ରଖିଥିଲେ। ଆମେ ଟିକେ ପଢିବା କି ଯୋହନ 12:1-3 ଯାଏଁ। ଇତିମଧ୍ୟରେ ଯୀଶୁ ନିସ୍ତାର ପର୍ବର 6 ଦିନ ପୂର୍ବରୁ ବେଥନିଆକୁ ଆସିଲେ। ଯେଉଁ ଲାଜାରଙ୍କୁ ସେ ମୃତମାନଙ୍କ ମଧ୍ୟରୁ ଉଠାଇଥିଲେ ସେ ସେହି ସ୍ଥାନରେ ଥିଲେ। ତେଣୁ ସେମାନେ ତାହାଙ୍କ ନିମନ୍ତେ ସେହି ସ୍ଥାନରେ ଗୋଟିଏ ରାତ୍ରି ଭୋଜ ପ୍ରସ୍ତୁତ କଲେ। ମାର୍ଥା ପରିଚର୍ଯା କରୁଥିଲେ, ଆଉ ଯେଉଁମାନେ ତାହାଙ୍କ ସହିତ ଭୋଜନରେ ବସିଥିଲେ ଲାଜାର ସେମାନଙ୍କ ମଧ୍ୟରୁ ଜଣେ ଥିଲେ। ସେତେବେଳେ ମରିୟମ ସେର ଅତି ବହୁମୂଲ୍ୟ ବିଶୁଦ୍ଧ ଜଟାମାସି ତେଲ ଘେନି ଯୀଶୁଙ୍କ ପାଦରେ ତାହା ଲଗାଇ ଆପଣା କେଶରେ ତାହା ପାଦ ପୋଛିଦେଲେ। ଆଉ ତୈଳର ସୁବାସରେ ଘରଟି ମହକି ଗଲା। ଏ ସ୍ଥାନରେ ଆମେ ଦେଖୁଛୁ ଲାଜାର ଜୀବିତ ହେବା ପରେ ସେମାନେ ଏକ ରାତ୍ର ଭୋଜ ପ୍ରସ୍ତୁତ କରିଛନ୍ତି। ଆଉ ସେଇ ସ୍ଥାନରେ ମଧ୍ୟ ମରିୟମ ଯୀଶୁଙ୍କ ପାଦ ତଳେ ପଡି ରହିଛନ୍ତି। ପୁଣି ଯୀଶୁଙ୍କ ପାଦରେ ସେଇ ବହୁମୂଲ୍ୟ ଜଟାମାଂସି ତୈଳ ଆଣି ତାଙ୍କ ପାଦରେ ଢାଳି ଦେଇଛନ୍ତି ଏବଂ ତାଙ୍କ ମସ୍ତକର କେଶରେ ତାହା ପୋଛି ଦେଇଛନ୍ତି। ଆଉ ମରିୟମଙ୍କର ସମର୍ପଣ ଭାବନା ଆମେ ଦେଖୁଛୁ, ସେ କେତେ ଅଧିକ ଭାବରେ ପ୍ରେମ କରୁଥିଲେ। ଆଉ ତାଙ୍କର ସେ ସମର୍ପଣ ଆଉ ପ୍ରେମକୁ ଆମେ ଅନୁଭବ କରିପାରୁଛୁ। ଯଦି ଜଣେ ବ୍ୟକ୍ତି ଜଣକୁ ପ୍ରେମ ନ କରୁଥିଲେ ଏତେ କାର୍ଯ୍ୟ କରିପାରିବ ନାହିଁ। ସ୍ତ୍ରୀ ମାନଙ୍କର କେଶ ହଉଛି ଗୌରବଜନକ ବୋଲି ବାକ୍ୟରେ ଲେଖାଯାଏ, କରନ୍ଥୀୟ 11:15। ଆଉ ସେଦିନ ମରିୟମ ତାଙ୍କ ଜୀବନର ଯେଉଁ ଗୌରବଜନକ ବିଷୟ ଥିଲା, ସେଇ କେଶ ଦ୍ୱାରା ଯୀଶୁଙ୍କର ସେଇ ପାଦକୁ ସେ ପୋଛି ଯାଇଥିଲେ। ଆଉ ତାଙ୍କ ଜୀବନ ସମସ୍ତ ଗୌରବ, ଶୋଭା, ସୌନ୍ଦର୍ଯ୍ୟତା ସମସ୍ତ ବିଷୟ ଯୀଶୁଙ୍କ ଚରଣ ତଳେ ଅର୍ପଣ କରିଦେଇଥିଲେ। ଆଜି ଆମେ ଆମର ହୃଦୟ, ମନ, ଧନ, ସମୟ ସବୁ କିଛି ପ୍ରଭୁଙ୍କ ଚରଣ ତଳେ ଦେଇ ତାଙ୍କର ସାନ୍ନିଧ୍ୟ ମଧ୍ୟରେ ରହିବା, ଏହା ହିଁ ପ୍ରଭୁ ଚାହାନ୍ତି। ପ୍ରଭୁ ଏହି ବାକ୍ୟ ଦ୍ୱାରା ଆମମାନଙ୍କୁ ଆଶୀର୍ବାଦ କରନ୍ତୁ। ନମସ୍କାର। ନମସ୍କାର, ବହୁତ ବହୁତ ଧନ୍ୟବାଦ। ଅତି ସୁନ୍ଦର ଭାବରେ ଅଳ୍ପ ସମୟରେ ସୁନ୍ଦର ବିଷୟ ଉପସ୍ଥାପନ କରିଥିବା ହେତୁ ପ୍ରଭୁ ଆପଣଙ୍କୁ ଆଶୀର୍ବାଦ କରନ୍ତୁ। ପ୍ରଭୁଙ୍କ ମହାନ ଆମର ଧନ୍ୟବାଦ ହଉ। ଆଜିର ବାକ୍ୟ ଅତି ମର୍ମସ୍ପର୍ଶୀ ଥିଲା। ଆଉ ପ୍ରକୃତରେ ଦୁଇ ଭଉଣୀ ମଧ୍ୟରେ ଅନେକ ତାରତମ୍ୟ ମାନେ ଦେଖିବାକୁ ପାଉଛୁ ଏ ସ୍ଥାନରେ। ଆଉ ସୁନ୍ଦର ଭାବରେ ତାକୁ ଉପସ୍ଥାପନା କରିଛନ୍ତି। ଜଣେ ପ୍ରଭୁରେ ରହିଛି, ଆଉ ଜଣେ ଜାଗତିକ ବିଷୟରେ ବ୍ୟସ୍ତ ରହିଛି। ହେଲେ ମଧ୍ୟ ଜାଗତିକ ବିଷୟ ହେଲେ ମଧ୍ୟ ସିଏ ବି ପ୍ରଭୁଙ୍କ ସେବା କାର୍ଯ୍ୟ ନିମନ୍ତେ ହିଁ ବ୍ୟସ୍ତ ରହିଛି। ଆଉ ଏ ବିଷୟକୁ ଆମେ ମାନେ ଦେଖିବା। ଆଉ ପ୍ରଭୁ ଆମ ପ୍ରତ୍ୟେକଙ୍କୁ ଆଶୀର୍ବାଦ କରନ୍ତୁ ଆଜିର ଏଇ ବାକ୍ୟ ଦ୍ୱାରା।
ଯେପରି ଆମମାନେ ପ୍ରତ୍ୟେକ ମଧ୍ୟ ପ୍ରଭୁଙ୍କ ଠାରେ ରହିବା, ପ୍ରଭୁଙ୍କ ଠାରେ ବଢିବା। ପ୍ରକୃତରେ ପ୍ରଭୁଙ୍କ ଠାରେ ଆମମାନେ ଯଦି ତାଙ୍କର ସାନ୍ନିଧ୍ୟରେ ରହିବା, ତାହେଲେ ଆମମାନେ ମଧ୍ୟ ନିଶ୍ଚୟ ଆତ୍ମିକ ଜୀବନର ଅଭିବୃଦ୍ଧି ଘଟିବ। ପ୍ରଭୁ ତ କହିଛନ୍ତି, ଆଉ ଯେ ମୋ ଠାରେ ରହେ ତାହା ଠାରେ ରହେ। ପ୍ରକୃତରେ ଆମେ ଯଦି ତାଙ୍କ ଠାରେ ରହିବା, ତାହେଲେ ସେ ମଧ୍ୟ ଆମ ଠାରେ ରହିବେ। ପ୍ରଭୁଙ୍କ ମହାନ ଆମର ଗୌରବ ହଉ। ପ୍ରଭୁ ଆମମାନଙ୍କୁ ଅତି ସୁନ୍ଦର ଭାବରେ ଏଇ ବାକ୍ୟ ଦ୍ଵାରା ପରିଚାଳିତ କରିଛନ୍ତି ଭଉଣୀଙ୍କ ଦ୍ଵାରା। ଆଉ ପ୍ରଭୁ ତାଙ୍କୁ ଆଶୀର୍ବାଦ କରନ୍ତୁ, ତାଙ୍କର ପାରିବାରିକ ଜୀବନରେ ସହବର୍ତ୍ତୀ ଈଶ୍ୱର ହୁଅନ୍ତୁ। ଆଉ ତାଙ୍କର ଯାହା କିଛି ଦୁଃଖର ସମୟରେ, ତାଙ୍କର ସମସ୍ୟାର ସମୟରେ ପ୍ରଭୁ ତାଙ୍କୁ ଆଶୀର୍ବାଦରେ ପରିପୂର୍ଣ୍ଣ କରନ୍ତୁ। ଧନ୍ୟବାଦ। ବର୍ତ୍ତମାନ ଆମମାନଙ୍କର ଉପାସନାର କାର୍ଯ୍ୟ ସମାପ୍ତ ହୋଇଅଛି। ଆମମାନେ ପ୍ରାର୍ଥନା କରିବା ଆମ ଗହଣରେ। ସୁଲକ୍ଷଣୀ ଲିମା ମା ଅଛନ୍ତି। ପ୍ରେଜ୍ ଦ ଲର୍ଡ ମା। ପ୍ରେସ୍ ଦ ଲର୍ଡ ମା, ପ୍ରେସ୍ ଦ ଲର୍ଡ। ନମସ୍କାର।